ଶିଶୁ ଅଧିକାର ସୁରକ୍ଷା କମିଟିର ଜନସଚେତନ କାର୍ଯ୍ୟକ୍ରମ। ଆଜିର ଶିଶୁ କାଲିର ଭବିଷ୍ୟତ। ଶିଶୁମାନେ ଦିନେ ବଡ଼ ହୋଇ ଦେଶର ସେବା କରିବା ସହିତ ଦେଶ ଗଢ଼ିବାରେ ସୈନିକ ହୋଇଥାନ୍ତି। ଏହା କାହାକୁ ଅଜଣା ନାହିଁ। କିନ୍ତୁ ସେହି ଶିଶୁ ପ୍ରତି ସମାଜରେ ଦେଖାଦେଇଥାଏ ଅନେକ କିଛି ପ୍ରତିବନ୍ଧକ। ନିଜ ଭବିଷ୍ୟତ ଗଢ଼ିବାରେ ବ୍ୟସ୍ତ ରହିଥିବା ଶିଶୁର ଭବିଷ୍ୟତ ରାସ୍ତାରେ ଛିଡ଼ା ହୋଇଥାଏ ପ୍ରତିବନ୍ଧକର ମେଘନାଦ ପାଚେରୀ। ଯେଉଁ ପାଚେରୀକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଶିଶୁଟି ଅତିକ୍ରମ କରି ନ ପାରି ଘାଣ୍ଟି ହେଉଥାଏ। ଅନେକ କିଛି ସମସ୍ୟାର ଶିକାର ହୋଇ ସୁନ୍ଦର ଭବିଷ୍ୟତର ସ୍ୱପ୍ନ ଦେଖୁଥିବା ଶିଶୁଟିର ସ୍ୱପ୍ନ ଅଧାରେ ରହିଯାଇଥାଏ। କୋମଳମତି ଶିଶୁର ଭବିଷ୍ୟତକୁ ଅନ୍ଧକାର ମଧ୍ୟରେ ବନ୍ଦୀ କରି ରଖିବା ପାଇଁ ସମାଜର କିଛି ସ୍ୱାର୍ଥପର ବ୍ୟକ୍ତିଙ୍କ ଭୂମିକା ରହିଥାଏ। ନିଜର ସ୍ୱାର୍ଥ ପୂରଣ କରିବା ପାଇଁ ଶିଶୁର ଭବିଷ୍ୟତଟି ବଳି ପଡ଼ିଯାଇଥାଏ। ଏଥିରେ ଶିଶୁଟିର ଦୋଷ ନଥାଇ ବି ଦୋଷୀ ପରି ନିଜ ଭବିଷ୍ୟତ ଜୀବନକୁ ନିମ୍ନଗାମୀ କରି ଏକ ଜଟିଳ ଭବିଷ୍ୟତରେ ପାଦ ଥାପିବାକୁ ବାଧ୍ୟ ହୋଇଥାଏ। ସେହି କୋମଳମତି ଶିଶୁଙ୍କ ସୁରକ୍ଷା ପାଇଁ ତାଙ୍କର ପ୍ରକୃତ ଅଧିକାର ପାଇଁ ଏକ ଶିଶୁ ସୁରକ୍ଷା ଜନସଚେତନ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି। ଟାଟା ଷ୍ଟିଲ୍ ପକ୍ଷରୁ ବ୍ଲକ ସ୍ତରୀୟ ଶିଶୁ ଅଧିକାର ସୁରକ୍ଷା କମିଟି ଦ୍ୱାରା କେନ୍ଦୁଝର ଜିଲ୍ଲା ପଳାଶପଙ୍ଗାଠାରେ ଆୟୋଜିତ ହୋଇଯାଇଛି ଏକ ଶିଶୁ ସୁରକ୍ଷାର ଜନସଚେତନ କାର୍ଯ୍ୟକ୍ରମ। ଏହି ଜନସଚେତନ କାର୍ଯ୍ୟକ୍ରମରେ ଅତିଥି ଭାବେ ଜ୍ଞାନଚନ୍ଦ୍ରା, ଦିବାକର ଦାସ ଏବଂ ମୋନାଲିସା ସାହୁ ଯୋଗ ଦେଇଥିଲେ। ସମାଜରେ ଶିଶୁମାନଙ୍କ ପ୍ରତି ଘଟୁଥିବା ଘଟଣାବଳୀ ଉପରେ ଗୁରୁତ୍ୱାରୋପ କରିଥିଲେ। ଶିଶୁର ପ୍ରକୃତ ଅଧିକାର ପାଇବାରୁ ବଞ୍ଚିତ ହୋଇ ନିଜ ଭବିଷ୍ୟତ ଜୀବନକୁ ନଷ୍ଟ କରିଦେଇଥାଏ। ସମାଜରେ ଶିଶୁର ପ୍ରକୃତ ଅଧିକାର ଦେବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କ କର୍ତ୍ତବ୍ୟ ରହିଥିବା ବେଳେ ଶିଶୁ ଶ୍ରମିକ, ବାଲ୍ୟ ବିବାହକୁ ରୋକିବା ନିହାତି ଆବଶ୍ୟକ। ଏବେ ବି ସମାଜରେ ଅନେକ ଶିଶୁ ଶ୍ରମିକ ରହିଛନ୍ତି। ନିଜର ସ୍ୱାର୍ଥ ହାସଲ କରିବା ପାଇଁ ସ୍ୱାର୍ଥପର ବ୍ୟକ୍ତିମାନେ ଶିଶୁ ଶ୍ରମିକ ସଜେଇ ଶିଶୁଙ୍କ ଭବିଷ୍ୟତକୁ ନଷ୍ଟ କରିଦେଉଛନ୍ତି। ଛୋଟ ଶିଶୁକୁ ଏକ ସୁନ୍ଦର ଭବିଷ୍ୟତ ଗଠନ କରିବା ପାଇଁ ସାହାଯ୍ୟ କରିବା ପରିବର୍ତ୍ତେ ଶିଶୁକୁ ଶ୍ରମିକ କରି ସ୍ୱାର୍ଥ ହାସଲ କରିବାରେ ବ୍ୟସ୍ତ ରହୁଛନ୍ତି। ସେହି ଶିଶୁମାନଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଶିଶୁମାନଙ୍କ ଅଧିକାରରୁ ଯେମିତି ବଞ୍ଚିତ ନ ହେବେ ସେଥିପାଇଁ ଟାଟା ଆସ୍ପାୟାର ଦ୍ୱାରା ଏକ ଜନସଚେତନ କାର୍ଯ୍ୟକ୍ରମ କରାଯାଇଥିଲା। ଏହି ଜନସଚେତନ କାର୍ଯ୍ୟକ୍ରମରେ ଅନେକ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ସମାଜରୁ ଶିଶୁ ଶ୍ରମିକ ହଟିବ ଏବଂ ବାଲ୍ୟ ବିବାହକୁ ଦୂର କରି ଶିଶୁର ପ୍ରକୃତ ଅଧିକାର ପାଇପାରିବ ସେଥିପାଇଁ ସମସ୍ତେ ସଜାଗ ରହିବା ଆବଶ୍ୟକ। ସମାଜରେ ଶିଶୁଙ୍କୁ ପ୍ରକୃତ ଅଧିକାର ମିଳିଲେ ଦିନେ ସୁନ୍ଦର ରାଷ୍ଟ୍ର ଗଠନ ହେବାରେ ଶିଶୁମାନଙ୍କ ଭୂମିକା ଗୁରୁତ୍ୱ ବହନ କରିପାରିବ। ଶିଶୁଙ୍କୁ ସୁରକ୍ଷା ଦେବା ପାଇଁ ଯେମିତି ପ୍ରତ୍ୟେକ ଗ୍ରାମରୁ ସହର ପର୍ଯ୍ୟନ୍ତ ଏକ ଶିଶୁ ସୁରକ୍ଷା ପାଇଁ ସଚେତନ କରାଇବା ଆଶାରେ ଏଠାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଉପସ୍ଥିତ ରହିଥିବା ସମସ୍ତ ସଦସ୍ୟା ଏହି ଶିଶୁ ସୁରକ୍ଷା ଅଭିଯାନରେ ସାମିଲ ହୋଇ ଜନସଚେତନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କେନ୍ଦୁଝର ସଦରରୁ ରମେଶ ଚନ୍ଦ୍ର ନାୟକଙ୍କ ରିପୋର୍ଟ, ଏବି ନ୍ୟୁଜ୍।